ଆସନ୍ତୁ ସାଙ୍ଗମାନେ ଆଜି ଗୋଟେ ଗପ ଶୁଣିବା ଯାହାର ନାଁ ହେଉଛି ଶ୍ରେଷ୍ଠ ଉପହାର। ଏକ ଗାଁରେ ରଘୁନାଥ ନାମକ ଜଣେ ଧନୀ ବ୍ୟକ୍ତି ରହୁଥିଲେ। ସେ ଦୟାଳୁ ଏବଂ ଉଦାର ଥିଲେ, କିନ୍ତୁ ତାଙ୍କ ପୁଅ ବିକାଶ ଅତ୍ୟନ୍ତ ଅଳସୀ ଏବଂ ଅହଙ୍କାରୀ ଥିଲା। ସେ କେବେ କାହାର ସହଯୋଗ କରିବାକୁ ଚାହୁଁନଥିଲା ଏବଂ ସମସ୍ତଙ୍କୁ ଅପମାନ କରୁଥିଲା। ଏକ ଦିନ ରଘୁନାଥ ତାଙ୍କ ପୁଅକୁ ଶିଖାଇବାକୁ ଚାହିଁଲେ ଜୀବନର ଏକ ମୂଲ୍ୟ ଅଛି ଏବଂ ଏହା କେବଳ ଧନରେ ନୁହେଁ। ସେ ତାଙ୍କ ପୁଅକୁ ଏକ ରାତି ଜଙ୍ଗଲରେ ରହିବା ପାଇଁ ପୁଅକୁ କହିଲେ। ପୁଅ ବିକାଶ ଭୟ ପାଇଲେ, କିନ୍ତୁ ପିତାଙ୍କ ଆଗ୍ରହ ଦେଖି ସେ ଚାଲିଗଲା। ଜଙ୍ଗଲରେ ସେ ଏକ ବୃଦ୍ଧ ବ୍ୟକ୍ତିଙ୍କୁ ଦେଖିଲା, ଯିଏ ଖାଇବା ପାଇଁ କିଛି ନଥିଲା। ଆଗରୁ ସେ କେବେ ଏଭଳି ଅବସ୍ଥା ଦେଖିନଥିଲା। ସେ ତାଙ୍କ ପାଖରେ ଥିବା ଖାଦ୍ୟ ବୃଦ୍ଧଙ୍କୁ ଦେଇଦେଲା। ଅପେକ୍ଷା କରିଥିଲା ଅନୁଭବ ଆସିଲା। ବୃଦ୍ଧ ବ୍ୟକ୍ତି ତାଙ୍କୁ ଧନ୍ୟବାଦ ଦେଲେ ଏବଂ କହିଲେ, ତମେ ଏହି ଜୀବନରେ ଶ୍ରେଷ୍ଠ ଉପହାର ଦେଲ, ଦୟା ଏବଂ ସେବା। ଏହି ଉପହାର ତମେ କେବେ ହରାଇବ ନାହିଁ। ବିକାଶ ଏହି ଅନୁଭବରୁ କିଛି ଶିଖିଲା ଏବଂ ତାଙ୍କ ପିତାଙ୍କୁ ଜାଣିଲା ଯେ ଧନ ଏଠି ନିଜକୁ ବଡ଼ କରେ ନାହିଁ। ଯଦି ବଡ଼ ହେବାକୁ ହୁଏ ତାହେଲେ ଉତ୍ତମ ମଣିଷ ହେବାକୁ ପଡ଼ିବ। ଶିକ୍ଷା ଆମେ ପାଇଲୁ ଯେ ଜୀବନରେ ଧନ ତୁଳନାରେ ଅଭାବ ନାହିଁ। ଅସଲିକା ମୂଲ୍ୟ ହେଉଛି ଦୟା, ସାହାଯ୍ୟ ଏବଂ ମନୁଷ୍ୟତା। ଧନ୍ୟବାଦ ସାଙ୍ଗମାନେ ମୋତେ କାହାଣୀକୁ ଶୁଣିବା ପାଇଁ। ଥ୍ୟାଙ୍କ ୟୁ।